ମୁଁ ରେସ୍ରେ ମୁଁ କ'ଣ କହିଥିଲି AICC ଯାହା ନିଷ୍ପତ୍ତି ନେବ ମୁଁ ତାକୁ ସ୍ୱାଗତ କରିବି। ଏବେ 3 ଥର ବିଧାୟକ କିଏ? ରମେଶ ଜେନା। ରାମକାଳମ ବି 3 ଥର ବିଧାୟକ। ରମେଶ ଜେନା 3 ଥର ବିଧାୟକ, ସେ କିଛି ହେଇନାହାନ୍ତି। ତାକୁ ସଂଗଠନ ଦାୟିତ୍ୱ ଦିଆହବ କି କ'ଣ ହବ? ହେଇପାରେ। ସମସ୍ତଙ୍କ ସବୁ ପଦ ରହିବାର ନାହିଁ। 3 ଥର ବିଧାୟକ ରମେଶ ଜେନା, ସିଏ ବି ଅପୋଜିସନ ଆମ କଂଗ୍ରେସ ନେତା ହେଇପାରିଥାନ୍ତେ, କିନ୍ତୁ ନୁହଁ। କଂଗ୍ରେସ ନେତା ଯିଏ ହବ ତାଙ୍କର ଯୋଗ୍ୟତା ଦରକାର, ଏକ୍ସପିରିଏନ୍ସ ଦରକାର। ରାମକାଳମ ସେଇଟା ଅଛି, ସେଇଥିପାଇଁ ନା କରିଛନ୍ତି। ବର୍ତ୍ତମାନ ଚର୍ଚ୍ଚା ହଉଛି ଆପଣ ବର୍ତ୍ତମାନ ପିସି ସଭାପତି ହେବେ, ରେସ୍ରେ ଅଛନ୍ତି ତାରାବାହିନୀ ବତେଇ। ମୁଁ କୌଣସି ରେସ୍ରେ ନାହିଁ ଭାଇ। ଆପଣମାନେ ଦେଖୁଛନ୍ତି ମୁଁ ଦିଲ୍ଲୀ ଯାଇଛି କି ଯାଉଛି ନା? ଦିଲ୍ଲୀରେ ମୋ ପରିଚୟ କିଏ ଅଛି ନା? ମୋ ପରିଚୟ ନାହିଁ କି ଦିଲ୍ଲୀ ଯିବାର ନାହିଁ। ଦିଲ୍ଲୀ ଯିବାର ନାହିଁ। ଉପରୁ ଯାହା ନିର୍ଦ୍ଦେଶ ଆସିବ ଆମେ ତାକୁ ମଞ୍ଜୁର। ଆମେ ହେଲୁ ବଣ୍ଡେଡ୍। ଆମେ କଂଗ୍ରେସ ଦଳର ରହିଛୁ, ରହିବୁ, ଅନ୍ୟ ଦଳକୁ ଯିବାର ନାହିଁ। କାମ କରୁଛୁ, କରିବୁ। ଆମେ ଜିତେଇଲା ପରେ କ୍ରେଡିଟ୍ ଯିଏ ନେବାର ଅଛି ନିଅନ୍ତୁ, ଆମେ କିଛି କହିବାର ନାହିଁ। କିନ୍ତୁ ଉପରେ ଯେଉଁ ନିଷ୍ପତ୍ତି ଆମେ ତାକୁ ମାନିବାକୁ ବାଧ୍ୟ। ଆପଣଙ୍କ ଇଚ୍ଛା ଅଛି ନା ଯଦି ଆପଣଙ୍କୁ ଦିଆଯାଏ? ଆରେ ମୁଁ ଆଗରୁ କହିଛି ମାଗିବାର ନାହିଁ, ଦେଲେ ଛାଡ଼ିବାର ନାହିଁ। ଛାଡ଼ିବେନି? ମାଗିବାର ନାହିଁ। ମୁଁ ଯାଇଥିଲି, ମୁଁ କାହାକୁ କହିନି ଯେ ମୋତେ ସିଏଲ୍ପି ଲିଡର କରେ, ଏକଥା କାହାକୁ କହିନି। କାହାକୁ କହିନି। ମୋ ଷ୍ଟାଇଲରେ ମୁଁ ଅଛି। ଦେଲେ ଛାଡ଼ିବାର ନାହିଁ, ମାଗିବାର ନାହିଁ, ଦେଲେ ଛାଡ଼ିବାର ନାହିଁ। ଦେଖୁଥିବୁ, ଭାବୁଥିବୁ, ମିଳିଲେ ଢୋ, ନହେଲେ ଠୋ।